ଜୟ ଜଗନ୍ନାଥ। ଶୁଭ ସକାଳର ଶୁଭ ଅଭିନନ୍ଦନ। ନମସ୍କାର। ଆଜି ଆମେ ଜାଣିବା ଗୋଟେ ଅମୂଲ୍ୟ ଲତା ବିଷୟରେ। ତା ନାମ ହେଉଛି ପସାରୁଣୀ ପତ୍ର। ସାଧାରଣତଃ ଆମର ବାଡ଼ିରେ ହେଇଥାଏ, ଆଉ ସେ ପତ୍ରଟା ଟିକେ ଗନ୍ଧାଏ ବୋଲି ଆମେ ତାକୁ ପାରଡ଼ା ପତ୍ର ବୋଲି କୁହାଯାଏ। ତାର ବୈଜ୍ଞାନିକ ନାମ ହେଉଛି ପାଏଡେରିଆ ଫୋଟେଡିରା। ଏଇ ଗଛର ଉପକାର ବିଷୟରେ ଆମେ କହିବା ପାଇଁ ଚାହୁଁଛୁ। ସାଧାରଣତଃ ଇଏ ଆୟୁର୍ବେଦିକରେ ଗୋଟେ ବହୁତ ମୂଲ୍ୟବାନ ପତ୍ର ବା ଲତା କୁହାଯାଏ। ପ୍ରଥମେ ପସାରୁଣୀ ପତ୍ର ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ଆଉ ଯଦି ଆପଣଙ୍କୁ ଗ୍ୟାସ୍, ଅଜୀର୍ଣ୍ଣ କିମ୍ବା ପେଟ ଯନ୍ତ୍ରଣା ହେଉଛି, ପସାରୁଣୀ ପତ୍ରର ରସକୁ ମହୁ ସହିତ ଖାଲି ପେଟରେ ଖାଇଲେ ଆପଣଙ୍କର ସେଥିରୁ ଉପକାର ମିଳେ। ତାପରେ ଏଇ ପତ୍ରକୁ ଆମେ ଗାଁରେ ବି ସହରରେ ବି ଆମେ ତାକୁ ପିଠଉ କରିକି ଖାଇଥାଉ। ସାଧାରଣତଃ ଇଏ ଗନ୍ଧାଏ ଥାଏ ବୋଲି ଛୋଟ ଛୁଆ ବେଶୀ ଖାଆନ୍ତିନି, କିନ୍ତୁ ତାକୁ ଟିକେ ଗୁଡ଼ ସହିତ ଦେଲେ ସେମାନେ ଖାଇବେ। ସର୍ଦ୍ଦି, କାଶ, ଶ୍ୱାସ ଜନିତ ରୋଗକୁ ଏଇ ପତ୍ରର ରସ ରକ୍ଷା କରିଥାଏ। ତାପରେ କେଉଁଠି ଗୋଟେ ମାଡ଼ ହେଇଗଲେ, ଟିକେ ଗୋଡ଼ ହାତର ଗଣ୍ଠି ସାଧାରଣତଃ ବିନ୍ଧାବିନ୍ଧି କଲେ ଏଇ ପତ୍ରର ରସକୁ ଟିକେ ମାଲିସ କରିଦେଲେ ସେ ଯନ୍ତ୍ରଣା କମିଥାଏ। ଆଚ୍ଛା, ପରିସ୍ରା ଜଳାପୋଡ଼ା ହେଲେ ବା ଯକୃତ ସମସ୍ୟାରେ କିଛି ପ୍ରୋବ୍ଲେମ୍ ହେଲେ ଏ ପସାରୁଣୀ ପତ୍ରର ରସ ସାହାଯ୍ୟ କରିଥାଏ। ତ ବନ୍ଧୁମାନେ ଆସନ୍ତୁ, ଏ ଗଛକୁ ପ୍ରଥମେ ଜାଣନ୍ତୁ। ଇଏ ଗଛକୁ ଜାଣିବା ହେଉଛି ମୁଖ୍ୟ। ଜାଣିଲେ ସିନା ଆପଣମାନେ ଆର ବ୍ୟବହାର ଜାଣିପାରିବେ ଏବଂ ବାଡ଼ି ବଗିଚାରେ ଲଗାନ୍ତୁ, ଆର ସଠିକ୍ ଉପକାର ପାଆନ୍ତୁ। ଆପଣ ଭଲରେ ରହିଲେ ଏ ସମାଜ ଭଲରେ ରହିବ। ଜୟ ଜଗନ୍ନାଥ। ସ୍ୱାତ ହିଁ ସମ୍ପଦ।